11 ଡିସେମ୍ବର ବୁଧବାର ମୋକ୍ଷଦା ଏକାଦଶୀ। ଆଉ ଏହି ଦିନ ତୁଳସୀ ଗଛ ମୂଳରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଛୋଟିଆ ଜିନିଷଟିଏ। ଏହାପରେ ଆପଣଙ୍କ ପାଖକୁ ଏତେ ସାରା ପଇସା ଆସିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ। ଜନ୍ମା ଜନ୍ମାନ୍ତର ଗରିବୀ ବି ଆପଣଙ୍କର ବହୁତ ଦୂର ହୋଇଯିବ। ଧନ ଧାନ୍ୟର 1000 ଗୁଣ ବୃଦ୍ଧି ହେବାକୁ ଲାଗିବ। ତ ଏହି ଭିଡିଓଟିକୁ ଆପଣଙ୍କର ଫାଇଦା ପାଇଁ ନିହାତି ଦେଖନ୍ତୁ। 11 ଡିସେମ୍ବର ହେଉଛି ମୋକ୍ଷଦା ଏକାଦଶୀ। ଆଉ ଏହି ଦିନ ତୁଳସୀ ମାତା ଦ୍ୱାରା ଉପାୟ ଆପଣମାନେ ଯେମିତି ହେଲେ ବି କରିବା ଦରକାର। ମୋକ୍ଷଦା ଏକାଦଶୀ ଦିନ ତୁଳସୀ ମାତାଙ୍କୁ ଏକ ଗୁପ୍ତ ଜିନିଷ ବାନ୍ଧି ଦିଅନ୍ତୁ। ଦେଖିବେ କିପରି ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେଉଛି। ମାତା ଲକ୍ଷ୍ମୀ ଏବଂ ଶ୍ରୀହରି ବିଷ୍ଣୁଙ୍କ ଆଶୀର୍ବାଦରୁ ଆପଣଙ୍କ ଘରେ କେତେ ସାରା ଧନ ବଢିବାକୁ ଲାଗିବ ଯେ ଆପଣ ନିଜେ ବି ଆଶ୍ଚର୍ଯ୍ୟ ହୋଇଯିବେ। ମୋକ୍ଷଦା ଏକାଦଶୀ ସବୁ ଏକାଦଶୀ ଠାରୁ ଶ୍ରେଷ୍ଠ ଅଟେ। ଆଉ ଏହି ମୋକ୍ଷଦା ଏକାଦଶୀ ବହୁତ ହିଁ ଚମତ୍କାର ଏବଂ ଶୁଭ ମନାଯାଏ। ଏହି ମୋକ୍ଷଦା ଏକାଦଶୀ ଦିନ କୌଣସି ବି ଉପାୟ ଯଦି କରାଯାଏ, କୌଣସି ବି କାର୍ଯ୍ୟ କରାଯାଏ ତ ଏହାର ଖାସ୍ ଲାଭ ହୋଇଥାଏ। ମୋକ୍ଷଦା ଏକାଦଶୀ ଯେବେ ବି ଆସିଥାଏ ତ ବହୁତ ଫଳଦାୟକ ଏବଂ ଚମତ୍କାରୀ ମନାଯାଇଥାଏ। ଏଥିପାଇଁ ଆଗକୁ ଯାହା ବି ଏହି ଚମତ୍କାରୀ ଉପାୟ ଆମେ ଆପଣଙ୍କୁ ଜଣାଇବୁ ବା ଜଣାଇବାକୁ ଯାଉଛୁ, ଆପଣମାନଙ୍କୁ ଅନୁରୋଧ ଭିଡିଓଟିକୁ ଶେଷ ଯାଏଁ ନିହାତି ଦେଖନ୍ତୁ। ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ବିଷ୍ଣୁ ଅବଶ୍ୟ ଲେଖନ୍ତୁ। ଆଜିର ଏହି ଉପାୟ ବହୁତ ଖାସ୍ ହୋଇଥାଏ। ଯଦି ଆପଣ ଠିକ୍ ମୁହୂର୍ତ୍ତରେ ଠିକ୍ କ୍ରିୟା ଅନୁସାରେ ତୁଳସୀ ଗଛରେ ଏହି ଉପାୟଟିକୁ କରିଦେବେ ତ ଯାହା ବି ପ୍ରାଚୀନ କାଳ ସମୟର ଏହି ଉପାୟ ଦ୍ୱାରା ଲକ୍ଷ୍ମୀ ମାତାଙ୍କର ଆଶୀର୍ବାଦ ଦ୍ୱାରା ଆପଣଙ୍କ ଜୀବନରେ ଯେତେ ବି ଦୁଃଖ ଥାଉ ନା କାହିଁକି ସେହି ଦୁଃଖର ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣଙ୍କର କୌଣସି ମନସ୍କାମନା ହୋଇପାରୁନାହିଁ। ମନେକର ଆପଣ ଚାକିରି ପାଇଁ ଚିନ୍ତାରେ ଅଛନ୍ତି, ଆପଣଙ୍କର ବନ୍ଦ ହୋଇଯାଇଥିବା ବଡ଼ରୁ ବଡ଼ ବେପାର ବନ୍ଦ ହୋଇ ପଡ଼ିଛି, ଯେଉଁ ବେମାରୀରେ ଆପଣ ବହୁତ ଦିନଠାରୁ ପୀଡ଼ିତ ଅଛନ୍ତି, ସେହି ବେମାରୀରୁ ଆପଣ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି। ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ। ଆପଣଙ୍କ ଜୀବନରେ ଧନ ଆସିବାର ସବୁ ରାସ୍ତା ଖୋଲିଯିବ। ଆଉ ମାନିକି ଚାଲନ୍ତୁ, ଏହା ପରଠାରୁ ଆପଣଙ୍କୁ କୌଣସି ପ୍ରକାରର ବି ସମସ୍ୟାରେ ଆପଣ ପଡ଼ିବେ ନାହିଁ। ଏହି ସବୁ ପାଇଁ ଏହି ମୋକ୍ଷଦା ଏକାଦଶୀ ଦିନ ଆପଣ ଏହି ଉପାୟଟିକୁ ନିହାତି କରିଦିଅନ୍ତୁ। ଜମାରୁ ବି ହାତ ଛଡ଼ା କରନ୍ତୁ ନାହିଁ। ଯଦି ବି ମୋକ୍ଷଦା ଏକାଦଶୀ ଦିନ ଆପଣ ଏହି ଉପାୟକୁ କରିଦେଉଛନ୍ତି ତ ଆପଣଙ୍କୁ ଏହି ଉପାୟ କରିବା ଦ୍ୱାରା ସେଇ ଫଳ ମିଳିବ ଯେଉଁ ଫଳ ଆପଣ କେବେ ବି କଳ୍ପନା କରିନଥିବେ। ଏଥିପାଇଁ ଆପଣ ତୁଳସୀ ଗଛ ବାଲା ଉପାୟକୁ ଆପଣଙ୍କ ଜୀବନରେ ଥରେ ମାତ୍ର କରିନିଅନ୍ତୁ। ଯେତେ ବଡ଼ରୁ ବଡ଼ ପୂଜାପାଠ ଦ୍ୱାରା ଯେଉଁ ମନସ୍କାମନା ପୂର୍ଣ୍ଣ ହୋଇପାରେ ନାହିଁ, ମୋକ୍ଷଦା ଏକାଦଶୀ ଦିନ ଗୋଟିଏ ଛୋଟିଆ ଉପାୟ କରିବା ଦ୍ୱାରା ହିଁ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏବଂ ବହୁତ ସାରା ଲୋକ ଏହି ଉପାୟ କରିଛନ୍ତି ଆଉ ତାଙ୍କର ଏହି ଉପାୟ କରିବାର ଫଳ ବି ନିହାତି ମିଳିଛି। ଯଦି ଆପଣ ବି ଏହି ଉପାୟକୁ କରିବାକୁ ଚାହୁଁଛନ୍ତି ତ ଆପଣ ଏହି ଉପାୟକୁ ପ୍ରଥମେ ଭଲସେ ଶୁଣି ଦିଅନ୍ତୁ। ଏହାପରେ ଏହି ଉପାୟର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ। ଆଉ ଏହି ଉପାୟକୁ କରିବା ପାଇଁ ଆପଣଙ୍କ ଘର କୌଣସି ପ୍ରକାରର ଦୁଃଖ ଏବଂ ସମସ୍ୟା ଚାଲିଥାଉ ନା କାହିଁକି ଆପଣଙ୍କୁ ଏହାର କାରଣ ଜଣା ନଥାଏ। ଏହି ସମସ୍ୟା କେଉଁ କାରଣରୁ ଚାଲୁଅଛି, ଏହାର କିଛି ବି କାରଣ ହୋଇପାରେ, ଯେମିତିକି ପିତୃଦୋଷ କିମ୍ବା କୌଣସି ପ୍ରକାରର ମଙ୍ଗଳ ଦୋଷ ବି ହୋଇପାରେ। ତ ଏହି ଦିନ ଆପଣ ଏହି ଉପାୟ କରିଦେବେ। ଏମିତି ଗୋଟେ ଉପାୟ ଅଟେ ଯେଉଁ ଉପାୟକୁ ଆପଣ କିଛି ଖାସ୍ ଦିନରେ କରିବେ ତ ଏହାର ଖାସ୍ ଫଳ ଆପଣଙ୍କୁ ମିଳିବ ହିଁ ମିଳିବ। ଆଉ ଆପଣଙ୍କୁ ଏହାର ଫଳ ଜଲ୍ଦି ହିଁ ମିଳିଥାଏ। ତ ଚାଲନ୍ତୁ ଉପାୟଟିକୁ କିପରି କରିବେ ଜାଣିବା। ତା ପୂର୍ବରୁ ଆପଣଙ୍କୁ ଜାଣିବାକୁ ପଡ଼ିବ ଏହି ଉପାୟକୁ ଆପଣ କେଉଁ ସମୟରେ କରିବେ। ଦେଖନ୍ତୁ, ତୁଳସୀ ଗଛ ଉପାୟ ଆପଣ ଏହି ମୋକ୍ଷଦା ଏକାଦଶୀ ଦିନ କିପରି ଏବଂ କେଉଁମାନେ କରିବେ ଆଉ କେଉଁ ସମୟରେ କେଉଁଠି କରିବେ ସବୁ ଜାନକାରୀ ଆପଣଙ୍କୁ ଏହି ଭିଡିଓରେ ମିଳିଯିବ। ଆଉ ଯିଏ ଏହି ଭିଡିଓଟି ଦେଖିବେ ତାଙ୍କୁ ତୁଳସୀ ମାତାଙ୍କ ଗଛର ଉପାୟ ନିହାତି ଜାଣିବାକୁ ପାଇବେ। ଦେଖନ୍ତୁ, ଆପଣଙ୍କର ଘରର ଯିଏ ବଡ଼ ମାତା ଅଛନ୍ତି, ଯିଏକି ଭଉଣୀ ବା ମା, ଏହି ଉପାୟକୁ
ତାଙ୍କ ଭିତରୁ କେହି ବି ଏହି ଉପାୟକୁ କରିପାରିବେ। ତ ଆପଣ ଚାହିଁଲେ ଆପଣଙ୍କର ଘରର ସମସ୍ତ ସଦସ୍ୟ ବି ଏହି ଉପାୟକୁ କରିପାରିବେ। ଯଦି କୌଣସି ବ୍ୟକ୍ତିଙ୍କର ନିଜର କିଛି ମନୋକାମନା ଅଛି, ନିଜେ କିଛି ଦୁଃଖ ବା ସମସ୍ୟା ଅଛି, ଯିଏକି ତାଙ୍କ ନିଜ ପାଇଁ ଏହି ଉପାୟଟିକୁ କରିବାକୁ ଚାହୁଁଛନ୍ତି, ତ ସେ ନିଜେ ଏହି ଉପାୟଟିକୁ ନିଜ ପାଇଁ କରିପାରିବେ। କହିବାର ମାନେ ଏଇଆ ଯେ ଏହି ଉପାୟକୁ କୌଣସି ବି ସଦସ୍ୟ କରିପାରିବେ। ଆଉ ଏହି ଉପାୟକୁ ଆପଣ କେଉଁ ସମୟରେ କରିବେ ନା ଏହି ଉପାୟକୁ ଆପଣମାନେ ସକାଳ ସମୟରେ କରିପାରିବେ ଏବଂ ସନ୍ଧ୍ୟା ସମୟରେ ବି କରିପାରିବେ। କିନ୍ତୁ ସବୁଠୁ ଉତ୍ତମ ସମୟ ହେଉଛି ସକାଳ ସମୟ। ଧନକୁ ନେଇ ଯଦି ଆପଣ ବହୁତ ଚିନ୍ତାରେ ଅଛନ୍ତି, ତ ତୁଳସୀ ମାତା ହୋଇଛନ୍ତି ମାତା ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି। ତୁଳସୀ ମାତା ଦ୍ୱାରା ଯେତେ ଉପାୟ ଯେବେ ଆପଣ କରିଥାନ୍ତି, ତ ଧନ ସମ୍ପତ୍ତିର କମି ଆପଣଙ୍କ ଘରେ କେବେ ବି ହୋଇନଥାଏ। ଆପଣଙ୍କ ଜୀବନରେ କେବେ ବି ଧନର କମି ହୋଇନଥାଏ। ଏହା ସହ ଆପଣଙ୍କ ଜୀବନରେ ଧନ ସମ୍ପତ୍ତି ଏପରି ବଢ଼ିଥାଏ ଯେ ଆପଣ ନିଜେ ବି କେବେ କଳ୍ପନା ହିଁ କରିନଥିବେ। ଏହା ସହ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଘରେ ବହୁତ ବର୍ଷିଥାଏ। ଆଉ ଏହି ମୋକ୍ଷଦା ଏକାଦଶୀ ବହୁତ ଶୁଭ ସଂଯୋଗ ନିର୍ମାଣ ହେଉଅଛି। ତେଣୁ ଏହି ଦିନକୁ ଆପଣ ବିଲକୁଲ ହାତଛଡ଼ା କରନ୍ତୁ ନାହିଁ, କାରଣ ଏହି ମୋକ୍ଷଦା ଏକାଦଶୀ ଦିନଟି ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ହିଁ ସମର୍ପିତ ହୋଇଥାଏ। ଆପଣ ଏହି ମୋକ୍ଷଦା ଏକାଦଶୀ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଆଦି କରିଲା ବେଳେ ଆପଣ ଗାଧୋଇବା ପାଣିରେ ଗଙ୍ଗା ଜଳ ଟିକେ ପକାଇ ଦେବେ ଏବଂ ଅଳ୍ପ ଟିକେ ପେସା ହଳଦୀ ଗୁଣ୍ଡ ପକାଇବେ। ଆଉ ସେହି ଜଳରେ ଆପଣ ସ୍ନାନ କରିବେ। ଆପଣ ଯଦି ପେସା ହଳଦୀ ଜଳରେ ପକାଇ ମୋକ୍ଷଦା ଏକାଦଶୀ ଦିନ ସ୍ନାନ କରିବେ, ତ ଏହା ଦ୍ୱାରା ରାତାରାତି ଆପଣଙ୍କର ଭାଗ୍ୟ ଚମକିବାକୁ ଲାଗିବ। ଆଉ ଆପଣଙ୍କର ଘରେ ଯେତେ ବି ନେଗେଟିଭ ଏନର୍ଜି ଅଛି, ତାହା ଗଙ୍ଗା ଜଳ ଛିଞ୍ଚିବା ଦ୍ୱାରା ତାହା ତୁରନ୍ତ ଦୂର ହୋଇଯିବ। ମୋକ୍ଷଦା ଏକାଦଶୀ ଦିନଟି ବହୁତ ଉତ୍ତମ ଏବଂ ଶୁଭ ଦିନଟିଏ। ତ ଏହି ଦିନ ଏହି ଉପାୟ କରିବେ, ତ ବୁଝି ନିଅନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେବ ଏବଂ ଆପଣଙ୍କର ଭାଗ୍ୟରେ ଯେଉଁ ଦୁଃଖ କଷ୍ଟ ଅଛି ତାହା ଆପଣଙ୍କ ଜୀବନରୁ ବହୁତ ଜଲ୍ଦି ଦୂର ହୋଇଯିବ। କାହିଁକି ନା ହଳଦୀ ଆପଣଙ୍କର ଗୁରୁ ଗ୍ରହକୁ ମଜବୁତ କରିଥାଏ। ଏହା ଭଗବାନ ଶ୍ରୀହରି ବିଷ୍ଣୁ ବହୁତ ଜଲ୍ଦି ପ୍ରସନ୍ନ ହୋଇଯାଆନ୍ତି। ଯଦି ବି ଆପଣ ଗାଧୋଇବା ଜଳରେ ଗଙ୍ଗା ଜଳ ଓ ହଳଦୀ ମିଶାଇ ସ୍ନାନ କରନ୍ତି ମୋକ୍ଷଦା ଏକାଦଶୀ ଦିନ, ତେବେ ଏହା ଆପଣଙ୍କର ଘରକୁ ନେଗେଟିଭ ଏନର୍ଜିକୁ ଦୂର କରିବ, ନକାରାତ୍ମକ ଶକ୍ତିକୁ ଦୂର କରିବ, ଖରାପ ଶକ୍ତିକୁ ଦୂର କରିବ। ନଜର ଦୋଷ ଯଦି ଆପଣଙ୍କ ଘରେ ଲାଗିଥାଏ କିମ୍ବା କୌଣସି ବ୍ୟକ୍ତିଙ୍କୁ ଲାଗିଥାଏ, ତାହା ମଧ୍ୟ ଦୂର କରିବ ଏବଂ ଧନ ସମ୍ପଦ ଆପଣଙ୍କର ଘରେ ବଢ଼ି ଚାଲିବ। ଯେଉଁଠି ଶ୍ରୀହରି ବିଷ୍ଣୁ ଥାନ୍ତି, ସେଠି ଧନର ଦେବୀ ଲକ୍ଷ୍ମୀ ମଧ୍ୟ ରହିଥାନ୍ତି। ତୁଳସୀ ମାତା ଜଡ଼ିତ କୌଣସି ବି ଉପାୟ ଆପଣ କରିଦିଅନ୍ତି, ତ ତୁରନ୍ତରୁ ତୁରନ୍ତ ଆପଣଙ୍କ ଭଗବାନ ଶ୍ରୀହରି ବିଷ୍ଣୁ ବହୁତ ଜଲ୍ଦି ପ୍ରସନ୍ନ ହୋଇଯାଆନ୍ତି ଏବଂ ଆପଣଙ୍କ ଜୀବନରେ କଷ୍ଟକୁ ଦୁଃଖକୁ ସମସ୍ୟାକୁ ଦୂର କରିଥାନ୍ତି। ଏହି ଉପାୟ ପାଇଁ ଆପଣ ଅଳ୍ପ ହଳଦୀ ନିଅନ୍ତୁ। ଆପଣଙ୍କ ପାଖରେ ଯଦି ଗୋଟା ହଳଦୀ ଅଛି, ତେବେ ସେହି ହଳଦୀକୁ ପେଷି ଏହାର ପାଉଡର ବନାଇ ଦେବେ। ଆଉ ସେହି ହଳଦୀ ପାଉଡରକୁ ଅଳ୍ପ ଟିକେ ନେଇ ପେଷ୍ଟ କରିଦେବେ। ଏହାପରେ ଗୋଟିଏ ମୌଲି ଧାଗା ବା ରକ୍ଷା ସୂତକ ଖଣ୍ଡେ ନେବେ। ସେହି ହଳଦୀ ପେଷ୍ଟରେ ଏହି ରକ୍ଷା ସୂତକକୁ ବୁଡ଼େଇ ଦେବେ। ଏହାପରେ ସେହି ରକ୍ଷା ସୂତାକୁ 3ଟି ଗଣ୍ଠି ପକାଇ ଦେବେ। ଧ୍ୟାନ ଦେବେ ସେହି 3ଟି ଗଣ୍ଠି ପକାଇବା ବେଳେ କହିବେ, ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀହରି ବିଷ୍ଣୁ। ଏହିପରି 3 ଥର ଉଚ୍ଚାରଣ କରିବେ ଏବଂ 3ଟି ଗଣ୍ଠି ପକାଇ ଦେବେ। ଆପଣ ଚାହିଁଲେ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ବି 3 ଥର ଉଚ୍ଚାରଣ କରି ଆପଣ 3ଟି ଗଣ୍ଠି ପକାଇ ପାରିବେ। ଏହାପରେ ଆପଣ ସେହି ରକ୍ଷା ସୂତକକୁ ତୁଳସୀ ମାଙ୍କ ଗଛରେ ବାନ୍ଧିଦେବେ। ଏହି ଉପାୟ ଆପଣ ସକାଳେ କରିପାରିବେ। ସନ୍ଧ୍ୟା ସମୟରେ ଆପଣ ଏହି ଉପାୟକୁ କରିବେ ନାହିଁ। ସନ୍ଧ୍ୟା ସମୟରେ ତୁଳସୀ ମାତାଙ୍କ ପାଖରେ ଦୀପଟିଏ ନିହାତି ଜଳାଇବେ। ଆପଣଙ୍କର ଗୁରୁ ଗ୍ରହକୁ ମଜବୁତ କରିଦେବ ଏହି ଉପାୟଟି। ଆପଣ ଏହି ମୋକ୍ଷଦା ଏକାଦଶୀ ଦିନ ତୁଳସୀ ମାଙ୍କ ଗଛର ମୂଳରୁ ଅଳ୍ପ ଟିକେ ମାଟି ନେଇପାରିବେ ଆଉ ସେହି ମାଟିରେ ଅଳ୍ପ ଟିକେ ଜଳ ମିଶାଇ ତିଳକ ପ୍ରସ୍ତୁତ କରିଦେବେ। ଏହାପରେ ଆପଣଙ୍କର ମସ୍ତକରେ ଆପଣଙ୍କର ଘରେ ଯେତେ ବି ସଦସ୍ୟ ଅଛନ୍ତି ସମସ୍ତଙ୍କ ମସ୍ତକରେ ଏହି ତିଳକ ଲଗାଇଦେବେ। ଦେଖନ୍ତୁ ତୁଳସୀ ମାତାଙ୍କର
ତିଳକ ଯେବେ ଆପଣ ଲଗାଇବେ ତ ଆପଣଙ୍କ ଜୀବନରେ ଯେତେ ବି ଦୁଃଖ କଷ୍ଟ ଯାହା ବାର ବାର ଜୀବନରେ ସମସ୍ୟା ଆସିଥାଏ, ବ୍ୟାପାର ଚାଲିନଥାଏ, ଆପଣଙ୍କର ଇନକମ୍ ହୋଇନଥାଏ, କାହିଁକି ନା ବହୁତ ଥର ବ୍ୟକ୍ତିଙ୍କୁ ତାଙ୍କ ଭାଗ୍ୟ ତାଙ୍କର ସାଥ ଦେଇନଥାଏ, ତାଙ୍କ ଜୀବନରେ କଷ୍ଟ ଆଉ ଦୁଃଖ ଲେଖା ହୋଇଥାଏ, ତ ବହୁତ ପରିଶ୍ରମ ପରେ ଅସଫଳତା ମିଳିଥାଏ। ଆଉ ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଯେଉଁ ଅଛି ତାହା ବହୁତ ଜଲ୍ଦି ଦୂର ହୋଇଥାଏ। ମୋକ୍ଷଦା ଏକାଦଶୀ 11 ଡିସେମ୍ବର ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ 11ଟି ତୁଳସୀ ଜଟା ଅର୍ପଣ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ ଆପଣଙ୍କର ସୁଖୀ ଜୀବନ ପାଇଁ। ଯେଉଁ ବ୍ୟକ୍ତିଙ୍କର ବିବାହ ହେଇପାରୁନାହିଁ କିମ୍ବା ବାହାଘର ବାର ବାର ଭାଙ୍ଗି ଯାଇଥାଏ, ତାଙ୍କ ପାଇଁ ବି ଏହି ଉପାୟ ବହୁତ ଉତ୍ତମ ମନାଯାଏ। ତୁଳସୀ ମାତାଙ୍କୁ ଚୁନରିଟିଏ ଚଢ଼ାନ୍ତୁ, ଏହାଦ୍ୱାରା ଶ୍ରୀହରି ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଏବଂ ଧନ ବୈଭବର ଆଶୀର୍ବାଦ ଦେଇଥାନ୍ତି। ଦୀପ ଏବଂ କଞ୍ଚା କ୍ଷୀର ମୋକ୍ଷଦା ଏକାଦଶୀ ଦିନ ଆପଣଙ୍କ ଚଉରା ମୂଳରେ ତୁଳସୀ ପାଖକୁ ନେଇକି ଯାଆନ୍ତୁ, ଦୀପ ପ୍ରଜ୍ୱଳନ କରନ୍ତୁ। ଏହି ଦୀପ ଜଳାଇବା ବେଳେ ତୁଳସୀ ମାତାଙ୍କୁ କଞ୍ଚା କ୍ଷୀର ଅର୍ପଣ କରିବେ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତୁଳସୀ ମାତାଙ୍କ ସାମ୍ନାରେ ଦୀପ ଜଳାଇବା ପରେ ହାତ ଯୋଡ଼ିକି ସୁଖ ସମ୍ପଦ ପାଇଁ ପ୍ରାର୍ଥନା କରନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏପର୍ଯ୍ୟନ୍ତ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।